ମାଲକାନଗିରି ଜିଲ୍ଲା ଏକ ଚାଷ ବହୁଳ ଜିଲ୍ଲା। ଏଠାକାର ଚାଷୀ ବିଲରେ ଧାନ, ମୁଗ, ବିରି ଓ ପନିପରିବା ପ୍ରାୟତଃ ଚାଷ କରିଥାନ୍ତି। କିନ୍ତୁ ମାଲକାନଗିରି ଭଳି ଏକ ଉତ୍ତପ୍ତ ଜିଲ୍ଲାରେ ପାନପତ୍ର ଚାଷ କରିବା କଥା କହିଲେ କେହି ବି ବିଶ୍ୱାସ କରିବେନି। ହଁ, ଏଭଳି କରିକି ଦେଖାଇଛନ୍ତି ଏସ୍ଏଚ୍ଜି ଗ୍ରୁପର ମହିଳାମାନେ। ଯେଉଁଠାରୁ ପାନ ଚାଷ କରି ସେମାନେ ବେଶ୍ ଭଲ ରୋଜଗାର କରିବା ସହ ନିଜ ପରିବାର ଚଳାଇବାରେ ସାହାଯ୍ୟ କରିପାରୁଛନ୍ତି। ମାଲକାନଗିରି ଜିଲ୍ଲା ଏଭଳି ଏକ ଉପାନ୍ତ ଜିଲ୍ଲା, ପାନପତ୍ର ଚାଷ ଏଭଳି ଭାବିଲେ ବିଶ୍ୱାସ କରି ହେଉନି। ଏଠାକାର ଚାଷୀ ବିଲରେ ଧାନ, ମୁଗ, ବିରି, ପନିପରିବା ପ୍ରାୟତଃ ଚାଷ କରିଥାନ୍ତି। କିନ୍ତୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲରାଇ ପଞ୍ଚାୟତର MV77 ଗ୍ରାମର ଜୟରାଧେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କରିଛନ୍ତି ପାନପତ୍ର ଚାଷ। ଏହି ଚାଷ କରି ବେଶ୍ ଭଲ ରୋଜଗାର ବି କରୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ମା ମାନଙ୍କର କହିବା ହେଲା, ଜିଲ୍ଲାରେ ପ୍ରାୟ ବଙ୍ଗାଳୀ ଗାଁ ରହିଛି। ଏଠାରେ ବସବାସ କରୁଥିବା ଲୋକ ପ୍ରାୟ ପାନ ଖାଆନ୍ତି, ଯାହାଫଳରେ ଘରେ ଘରେ ପ୍ରାୟ ପାନ ବଟୁଆ ରଖିଥାନ୍ତି ଏବଂ ଦୋକାନରୁ ପାନ ମସଲା ସହ ପାନପତ୍ର ବି ଘରକୁ ନେଇ ଯାଇଥାନ୍ତି। ଏଣୁ ଏସବୁ ଦେଖି ଜୟରାଧେ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ନିଷ୍ପତ୍ତି ନେଲେ ପାନ ଚାଷ କରିବାକୁ। ଏହାପରେ OLM ସହାୟତାରେ ବ୍ୟାଙ୍କ ଲୋନ୍ କରି 50,000 ଟଙ୍କା ଉଠାଇ ଆରମ୍ଭ କରିଥିଲେ ପାନପତ୍ର ଚାଷ। ପ୍ରଥମେ ପଶ୍ଚିମବଙ୍ଗରୁ ପାନପତ୍ର ଚାରା ଆଣି 50 ଫୁଟ ଜାଗାରେ ପାନ ଗଛ ଚାରା ଲଗାଇ ଏହାର ପ୍ରାୟ 6 ମାସ ଦେଖାରେଖା କରିଥିଲେ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ। ଏହାପରେ ଅମଳ ହୋଇଥିଲା ପାନପତ୍ର। ବର୍ତ୍ତମାନ 6 ରୁ 7 ମାସ ହେବ ସ୍ଥାନୀୟ ପାନ ଦୋକାନ ଗୁଡ଼ିକୁ ପାନପତ୍ର ଯୋଗାଇ ଦେବା ସହ ଆଖପାଖ ଅଞ୍ଚଳର ପାନପତ୍ର ବେପାରୀମାନେ ମଧ୍ୟ ଆସି ଏଠାରୁ ପାନପତ୍ର ବିକିବାକୁ ନେଇ ଯାଇଥାନ୍ତି। ପାନପତ୍ର ବାହାରିଛି, ଏବେ ଆମେ ସେଇ ପତ୍ର କାଢ଼ିକି ମାର୍କେଟରେ ବିକ୍ରି କରୁଛି। ଆଉ କିଛି ବାହାରୁଛି, ଲୋକମାନେ ଆସିକି ଘରଠୁ ପାଇକାରୀ ନେଇଯାଉଛି। ଆଉ ଟିକେ ବଢ଼ାଇବା ପାଇଁ ଆମେ ଚାହୁଁଛୁ ସରକାର ଯଦି ଆଉ ଟିକେ ସାହାଯ୍ୟ କରିବେ ଆମକୁ, ଆମେ ଆଉ ଟିକେ ଲାଭବାନ ହେବୁ ବୋଲି ଭାବୁଛୁ। ଆମେ କୋଲକାତାରୁ ଲତା ଆଣିକି ଲଗାଇଲୁ। ତାପରେ ଆମର 6 ମାସ ପରେ ଯାଇକି ପାନପତ୍ରଟା ବାହାରିଲା ପରେ ଆମେ ତାପରେ ଧୀରେ ଧୀରେ ପାନପତ୍ର କାଢ଼ିକି ମାର୍କେଟରେ ବିକିବା ଆରମ୍ଭ କରିଦେଲୁ। ତାପରେ ଆମେ ଯେତିକି ବିକି ପାରୁଛୁ ମାର୍କେଟରେ ବିକୁଛୁ, ଆଉ ଯେତିକି ବଳକା ରହୁଛି ଆମର ବେପାରୀ ମାନେ ଆସିକି ନେଇକି ଯାଉଛି। ଆଉ ଆମର ଯୋଉ ଚାଷଟା ଆମେ ଆରମ୍ଭ କଲୁ, ସେଇଟା ଦେଖିକିନା ଆମ ଗାଁରେ ଅଲଗା SHG ମା ମାନେ ବି କରିବେ ବୋଲିକି ଆଗ୍ରହ ପ୍ରକାଶ କଲେ ଏବଂ କରିବେ ବୋଲିକି ସେମାନେ ହାତ ବଢ଼ାଇଲେ ଯେ ଆମେ ବି ସେ କାମଟା କରିବୁ। ଆଉ ଏବେ ଆମେ ପାନପତ୍ର ବିକିକି ବହୁତ ଲାଭବାନ ହେଲୁ। ଆଉ ସରକାର ଆମର ଯେତିକି ଟଙ୍କା ଦେଲେ ସେଥିରେ ଆମେ ଖୁସିରେ ଅଛୁ। ଆଉ ଚାହୁଁଛୁ ଆମର ଆଉ ଟିକେ ଦେଲେ ଆଉ ଟିକେ ବଢ଼ାଇକିନା ଆଉ ଟିକେ ଖୁସିରେ ରହିବୁ। ଆଗରୁ ଶୁଣୁଥିଲେ ଉପକୂଳ ଓଡ଼ିଶାର ଲୋକମାନେ ପାନ ବରଜ କରି ନିଜ ପରିବାର ଭରଣ ପୋଷଣ କରିଥାନ୍ତି। କିନ୍ତୁ ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରେ MV77 ଗ୍ରାମର ଜୟରାଧେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କରିଛନ୍ତି ପାନପତ୍ର ଚାଷ। ଜିଲ୍ଲା ପାଇଁ ସାଜିଛନ୍ତି ଉଦାହରଣ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କର କହିବା ହେଲା, ଏହି ପାନପତ୍ର ଚାଷ କରି ସେମାନେ ବେଶ୍ ଲାଭବାନ ହୋଇଛନ୍ତି। 6 ମାସ ମଧ୍ୟରେ ଏତେ କମ୍ ଜାଗାରେ ପାନପତ୍ର ଚାଷ କରି 20 ରୁ 30,000 ଟଙ୍କା ରୋଜଗାର କରିସାରିଲେଣି, ଯାହାଦ୍ୱାରା ଏଠାରୁ ପାନପତ୍ର ନେଇ ଏଠାକାର ପାନପତ୍ର ବେପାରୀ ବେଶ୍ ଭଲ ରୋଜଗାର କରୁଛନ୍ତି। ଖାଲି ଏଠାକାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନୁହେଁ, ବରଂ ଜିଲ୍ଲାର ବହୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବି ପାନପତ୍ର ଚାଷ କରିବାକୁ ମନ ବଳାଇଛନ୍ତି। ଏଣୁ ମହିଳାଙ୍କୁ ଆହୁରି ସ୍ୱାବଲମ୍ବୀ କରିବାକୁ ହେଲେ ସରକାରଙ୍କ ଏଥିପ୍ରତି ଦୃଷ୍ଟି ପଡ଼ିଲେ ଯାଇ ଏହି ଅଞ୍ଚଳର ମହିଳାମାନେ ଆହୁରି ଆଗକୁ ଯାଇପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପାନ ଚାଷ ଆରମ୍ଭ କଲେ ଏମାନଙ୍କର 6 ମାସ ହେଇଗଲା, ଏମାନେ
फास्ट आनिकरी लगाइले जेतेबेले लगाइबा परे एमानकर प्रथम उत्पादन हैला 6 मास परे उत्पादन हैला हेलारु से माने निज हाथ रे बिकुथिले परवर्ती रे एमानकर धीरे धीरे पान पत्र बढ़िला बढ़िबारु से माने निजे आउ जाइकरी एते बिकि पारु नाही मते मु पाइकाडी से मानकर थारु नेउची नेइकरी बाहर बिकुची सेतिरु बहुत प्रॉफिट पाउची आग बाहर जो हमर बरहमपुर हमर कोलकाता रु पान आस्तिला से पान रे आमे प्रॉफिट भलो पाउ नथिलु बाकी डिमांड भी नथिला एमानकर पान डिमांड अधिक आउ एमानकर पान बिकिकरी मु भी लाभवान होउची किछि नआले भी मु दिन को गोटे 1000-1500 टंका प्रॉफिट पाउची जो दिन नेइकरी जाउची मार्केट को दुकान दउची 1000-1500 प्रॉफिट पाउची मु समस्त मा मानको को कहबी समस्त जेमिति यही जो पंथा बा এই जो हमर पान बरज बा पान खेत माने धीरे धीरे समस्त करंतु आउ धीरे धीरे जो माने करूचंती से माने धीरे धीरे बढ़ांतु बढ़ाइले एमानकर पारिवारिक आर्थिक संकट जो अछि धीरे धीरे मु भाउची एटा संकट आ रहिबो ना बाहर खटिबा को पड़िबो ना। मालकानगिरी संतोष कुमार पंडा रिपोर्ट मेट्रो टीवी ओडिशा।